ଯେମିତି ପୁରୁଷ ହେବ ସେମିତି ନାରୀ ମିଳିବ। ସେଥିପାଇଁ ନାରୀମାନଙ୍କ ମଧ୍ୟରେ ସୀତା ଖୋଜିବା ପୂର୍ବରୁ ପ୍ରଥମେ ନିଜେ ରାମ ହେଇକି ଦେଖାଅ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଯେବେ ଜଣେ ଝିଅର ବାପଘର ଦୁର୍ବଳ ହୋଇଯାଏ ସେତେବେଳେ ଶ୍ୱଶୁର ଘରର କିଛି ଲୋକ ତାର ଦୁଃଖକୁ ବୁଝିବା ବଦଳରେ ତାକୁ ଯନ୍ତ୍ରଣା ଦେବାର ସବୁ ସୀମା ଅତିକ୍ରମ କରିଦିଅନ୍ତି। ଆଜି କାହା ପାଖରେ ବି ଟଙ୍କାର ଅଭାବ ନାହିଁ, ଘରର ଅଭାବ ନାହିଁ, ଖାଦ୍ୟର ଅଭାବ ନାହିଁ, ମଣିଷର ଅଭାବ ନାହିଁ। ତଥାପି ମଣିଷ ସୁଖରେ ନାହିଁ, କାରଣ ଏବେ ଭଲ ପାଇବା ବହୁତ ଅଭାବ, ସହନଶୀଳତାର ଅଭାବ, ଆଉ ମଣିଷ ପଣିଆର ଘୋର ଅଭାବ ରହିଛି। ସୁଖ ମିଳିବ କେମିତି? କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ବିଷ କ'ଣ? ଥରେ ଚାଣକ୍ୟଙ୍କୁ ପଚରାଗଲା, ବିଷ କ'ଣ? ଚାଣକ୍ୟ ଏକ ସୁନ୍ଦର ଉତ୍ତର ଦେଇ କହିଲେ, ଜୀବନରେ ଯାହା ଆବଶ୍ୟକ ଠାରୁ ଅଧିକ ତାହା ବିଷ। ସେ ଶକ୍ତି ହେଉ, ଧନ ହେଉ, କ୍ଷୁଧା ହେଉ, ଲୋଭ ହେଉ, ଗର୍ବ ହେଉ, ଆଳସ୍ୟ ହେଉ, ମହତ୍ତ୍ୱ ଆକାଂକ୍ଷା ହେଉ, ପ୍ରେମ ହେଉ କିମ୍ବା ଘୃଣା, ଏହାର ଅତ୍ୟଧିକତା ହିଁ ବିଷ। କିଛି ଗୁରୁତ୍ୱପୂର୍ଣ୍ଣ କଥା ଆସନ୍ତୁ ଜାଣିବା। ଭବିଷ୍ୟତ ସହିତ ସବୁବେଳେ ସଚୋଟ ରୁହ, ଅତୀତ ସହ ନୁହେଁ। ଦିଗହରା ନ ହେବା ଯାଏଁ ସଠିକ୍ ଦିଗ ନିର୍ଣ୍ଣୟ କରିପାରିବନି। ଆମର ଲକ୍ଷ୍ୟସ୍ଥଳ ଅଭିମୁଖେ ଆମକୁ ସମୟ ସବୁବେଳେ ନେଇକି ଯାଏ। ସେତେବେଳ ଯାଏଁ ନିଜ ଉପରେ ବିଶ୍ୱାସ ରଖ। ନୂତନ ସକାଳ ସବୁବେଳେ ନୂତନ ସମ୍ଭାବନା ନେଇ ଆସିଥାଏ, ସେଥିରୁ ଶିଖିବାକୁ ଚେଷ୍ଟା କର। ଜୀବନ ବହୁତ ଛୋଟ, ବେଶୀ ଭାବିକି ନିଜର ସମୟ ନଷ୍ଟ କର ନାହିଁ। ଲୋକ ଦୂରେଇ ଗଲା ପରେ ଜୀବନ ଜୀଇଁବାର କଳାକୁ ଶିଖିବାକୁ ଚେଷ୍ଟା କର। ନୂତନ ସମ୍ଭାବନାରେ କେବେ ବି ପୁରୁଣା ଭାବନାକୁ ଯୋଡ଼ ନାହିଁ। ଧୈର୍ଯ୍ୟ ରଖ ଓ ଜୀବନ ଯାତ୍ରା ଉପରେ ବିଶ୍ୱାସ ରଖ। ଭବିଷ୍ୟତ ସବୁବେଳେ ସୁନ୍ଦରତାରେ ଭରପୁର। କ'ଣ କରିବ ଯଦି ସ୍ଥିର ସରିଛି, ତାହେଲେ କେମିତି ହେବ ବି ସହଜ ହୋଇଯିବ। ଯେମିତି ପୁରୁଷ ହେବ ସେମିତି ନାରୀ ମିଳିବ। ସେଥିପାଇଁ ନାରୀମାନଙ୍କ ମଧ୍ୟରେ ସୀତା ଖୋଜିବା ପୂର୍ବରୁ ପ୍ରଥମେ ନିଜେ ରାମ ହେଇକି ଦେଖାଅ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଯେବେ ଜଣେ ଝିଅର ବାପଘର ଦୁର୍ବଳ ହୋଇଯାଏ ସେତେବେଳେ ଶ୍ୱଶୁର ଘରର କିଛି ଲୋକ ତାର ଦୁଃଖକୁ ବୁଝିବା ବଦଳରେ ତାକୁ ଯନ୍ତ୍ରଣା ଦେବାର ସବୁ ସୀମା ଅତିକ୍ରମ କରିଦିଅନ୍ତି। ଆଜି କାହା ପାଖରେ ବି ଟଙ୍କାର ଅଭାବ ନାହିଁ, ଘରର ଅଭାବ ନାହିଁ, ଖାଦ୍ୟର ଅଭାବ ନାହିଁ, ମଣିଷର ଅଭାବ ନାହିଁ। ତଥାପି ମଣିଷ ସୁଖରେ ନାହିଁ, କାରଣ ଏବେ ଭଲ ପାଇବା ବହୁତ ଅଭାବ, ସହନଶୀଳତାର ଅଭାବ, ଆଉ ମଣିଷ ପଣିଆର ଘୋର ଅଭାବ ରହିଛି। ସୁଖ ମିଳିବ କେମିତି? କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।